ବିଜୁ ବାବୁ ଓଡ଼ିଶାର ଜଣେ ବରପୁତ୍ର। ବିଜୁ ବାବୁ ଆଧୁନିକ ଓଡ଼ିଶାର ଜଣେ ନିର୍ମାତା। ବିଜୁ ବାବୁ ଓଡ଼ିଶାକୁ ପୁନର୍ଗଠନ କରିଥିଲେ। ବିଜୁ ବାବୁ ଓଡ଼ିଶାର ଶିଳ୍ପ ନୀତିକୁ ପ୍ରଥମେ ଆଣି ଓଡ଼ିଶାରେ ଶିଳ୍ପକୁ ବହୁତ ଅଗ୍ରାଧିକାର ଦେଇକରି ବହୁତ ଆଗକୁ ନେଇଥିଲେ। ନିଶ୍ଚିତ ଭାବରେ ବିଜୁ ବାବୁ ଓଡ଼ିଶା ପାଇଁ ଜଣେ ବରପୁତ୍ର ହିସାବରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହିସାବରେ ତାଙ୍କର ଦାନ ଅତୁଳନୀୟ ଏବଂ ଆଜି ତାଙ୍କର ଜନ୍ମତିଥିରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଗଲା। ତାଙ୍କୁ ଏଠି ଆମେ ତାଙ୍କ ପାଖରେ ପୂଜା ଅର୍ଚ୍ଚନା କଲୁ। ନିଶ୍ଚିତ ଭାବରେ ତାଙ୍କର ଯେଉଁ ଶିଳ୍ପ ନୀତି ଥିଲା ଓଡ଼ିଶାକୁ ଆଗକୁ ନେବା ପାଇଁ ତାଙ୍କର ଯେଉଁ ସ୍ୱପ୍ନ ଥିଲା, ନିଶ୍ଚିତ ଭାବରେ ଆଜି ନୂଆ ସରକାର ଆସିଲା ପରେ ତାଙ୍କର ସେ ଆଧୁନିକ ଓଡ଼ିଶା ଗଠନ କରିବାରେ ଯେଉଁ ପଦକ୍ଷେପ ନେଇଥିଲେ, ଯେଉଁ ପଦକ୍ଷେପ ଗୁଡ଼ିକ ଆଜି ଦିନରେ ବି ନିଆଯାଇପାରି ନାହିଁ, ନିଶ୍ଚିତ ଭାବରେ ତାଙ୍କର ଓଡ଼ିଶାକୁ ଆଗକୁ ନେବା ପାଇଁ ଆମ ସରକାର କେବେ ବି ଦ୍ୱିଧାବୋଧ କରିବେ ନାହିଁ ଏବଂ ତାକୁ ଯଥୋଚିତ ସମ୍ମାନ ଦେବା ସହିତ ତାଙ୍କର କାର୍ଯ୍ୟକ୍ରମ କେମିତି ଭଲ ଭାବରେ ପାଳନ କରାଯିବା ପାଇଁ ପଡ଼ିବ, ସେଥିପାଇଁ ଆମ ସରକାର ସମ୍ପୂର୍ଣ୍ଣ ଭାବରେ ସଚେତନ ହୋଇକରି ଆଜି ତାଙ୍କର ଜନ୍ମଦିନକୁ ଆଜି ସମ୍ପୂର୍ଣ୍ଣ ଭାବରେ ସରକାର ପାଳନ କରୁଛନ୍ତି।